ଶୀତ ଦିନେ ପାଳଙ୍ଗ ଶାଗ ଖାଇବାର ମଜା ତ ଅଲଗା ପ୍ରକାର। ଆଉ ଯଦି ଆପଣ ଏହିପରି ଭାବରେ ପାଳଙ୍ଗ ଶାଗ ବନେଇ ଦେଲେ ତ ମୁଁ କହୁଛି ଆପଣ ବାରମ୍ବାର ବନେଇବେ। ଆଉ ଏମିତି ଷ୍ଟାଇଲରେ ଆପଣ କେବେ ବି ବନେଇ ନଥିବେ ଯେମିତି ମୁଁ ଆଜି ଆପଣଙ୍କୁ ଏଇ ସରଳ ସୁନ୍ଦର ଆଉ ସହଜ ଉପାୟରେ ବୁଝେଇକି କହିବି। ତ ହାଇ ଫ୍ରେଣ୍ଡ, ୱେଲକମ କରୁଛି ସିକ୍ରେଟ ଫୁଡି ଚ୍ୟାନେଲକୁ। ତ ସିକ୍ରେଟ ଫୁଡି ଚ୍ୟାନେଲରେ ଆପଣ ଜାଣିଛନ୍ତି ଭରପୁର ମାତ୍ରାରେ ସିକ୍ରେଟ ଟିପ୍ସ ଟ୍ରିକ୍ ୱିଥ୍ ଅନଲିମିଟେଡ ବୋନସ ପଏଣ୍ଟ ସହିତ ଆପଣଙ୍କୁ ନୂଆ ନୂଆ ଭିନ୍ନ ଭିନ୍ନ ପ୍ରକାର ରେସିପି ଦେଖିବାକୁ ଏଇଠି ମିଳିଥାଏ। ତ ଚାଲନ୍ତୁ ଫ୍ରେଣ୍ଡ, କଥାବାର୍ତ୍ତା ଡେରି ନ କରିକି ଆମେ ଏଇଠି ଆମର କାମ ଆରମ୍ଭ କରିବା, ଯୋଉଟା କି ମୁଁ ଆଜି ଆପଣଙ୍କ ସହିତ ସେୟାର କରିବା ପାଇଁ ଚାହୁଁଛି ପାଳଙ୍ଗ ଶାଗର ଗୋଟିଏ ନୂଆ ରେସିପି। ତ ଦେଖିପାରୁଥିବେ ଫ୍ରେଣ୍ଡ, ପାଳଙ୍ଗ ଶାଗକୁ ମୁଁ ଏଇଠି ପାଣିରେ ବତୁରେଇ ଦେଇକି ରଖିଥିଲି। ଫ୍ରେଣ୍ଡ, ଆପଣ ଜାଣିଛନ୍ତି ସିକ୍ରେଟ ଫୁଡ ଚ୍ୟାନେଲରେ ଟ୍ରିକ୍ସ ୱିଥ୍ ଅନଲିମିଟେଡ ବୋନସ ପଏଣ୍ଟ ଥାଏ। ତେଣୁକରି ଫ୍ରେଣ୍ଡ, ମୁଁ ଏଇଠି ଆପଣଙ୍କୁ ଗୋଟେ ଗୋଟେ ପଏଣ୍ଟ ୱାଇଜ ଆପଣଙ୍କୁ ମୁଁ ଏଇଠି ଟିପ୍ସ ଟ୍ରିପ୍ ୱିଥ୍ ଟ୍ରିକ୍ ମୁଁ ବତେଇ ଚାଲିବି। ତ ପ୍ରଥମେ ଟ୍ରିପ୍ ନମ୍ବର 1, ଫ୍ରେଣ୍ଡ ସବୁବେଳେ ମନେ ରଖନ୍ତୁ, ଯେତେବେଳେ ଆପଣ ଶାଗ ଆଣୁଛନ୍ତି, ଯେକୌଣସି ଶାଗ ଆଣୁଥାନ୍ତୁ ନା କାହିଁକି, ତାକୁ ପ୍ରଥମେ ଆପଣ ପାଣିରେ ବୁଡେଇକି ରଖନ୍ତୁ। କିଛି ନହେଲେ ନାହିଁ, ଆପଣ 2 ରୁ 5 ମିନିଟ ମଧ୍ୟ ପାଣିରେ ବୁଡେଇକି ରଖିଲେ ତାର ଯୋଉ ବାଲି ଧୂଳିତକ ଥାଏ ସବୁ ପାଣିରୁ ବାହାରି ପଡିଥାଏ। ସେକେଣ୍ଡ ବାର ବି ଆପଣ ତାକୁ 2 ମିନିଟ ପର୍ଯ୍ୟନ୍ତ ଏହିପରି ଭାବରେ ବୁଡେଇକି ରଖନ୍ତୁ। ଯେତେ ବି ଏକ୍ସେସ ବାଲି ଲାଗିଥିବ କିମ୍ବା କିଛି ବି ଡଷ୍ଟ ଲାଗିଛି, ଧୂଳି ଲାଗିଛି, ତ ସେଗୁଡା ସବୁ ପାଣିରେ ତଳକୁ ଭାସିଯିବ। ଫ୍ରେଣ୍ଡ, ଆପଣଙ୍କ ପାଖରେ ଯଦି ଯେକୌଣସି ବଡ ଜାଗା ଅଛି ତ ନିହାତି ଭାବରେ ବଡ ଜାଗାରେ ଆପଣ ବଡ ବାଲ୍ଟି ହଉ, ବଡ ଡେକ୍ଚି ହଉ କିମ୍ବା କଡେଇ ହଉ, ତା ଉପରେ ଆପଣ ଏହିପରି ଭାବରେ ଶାଗ ଟିକେ ବତୁରେଇକି ରଖିପାରିବେ। ମାନେ 2 ରୁ 3 ମିନିଟ ରଖିପାରିବେ। ଯାହା ଧୂଳି ଥିବ ତାହା ତଳକୁ ହେଇଯିବ। କିନ୍ତୁ ଅଧିକ ପାଣିରେ ବତୁରେଇବେ, ମନେ ରଖିବେ ଫ୍ରେଣ୍ଡ, ଅଧିକ ପାଣିରେ ବତୁରେଇଥିଲେ ଯାହା ଧୂଳି ରହିଥାଏ ତାହା ସବୁ ତଳକୁ ଜମା ହେଇକି ସେଟ୍ ହେଇଯାଇଥାଏ। ଆପଣ ଦେଖିପାରୁଥିବେ ଫ୍ରେଣ୍ଡ, ପାଣିରୁ ମୁଁ ଏଇଠୁ 3 ଥର ଧୋଇଛି। 3 ଥର ବାଦ ବି ଏଇଠି ଆମର ଆହୁରି ପାଣିଟା ପୋଚରା ଲାଗୁଛି, ପୋଚରା ଦେଖାଉଛି। ଆଉ ତା ସହିତ ଆମର ପାଣିରେ ବହୁତ ସାରା ବାଲି ଧୂଳି ଏଇଠି ଜମି ଯାଇଛି। ତ ୟାକୁ ଆଉ 2 ଥର ମୁଁ ଧୋଇକି ତାପରେ ଆପଣଙ୍କ ପାଖକୁ ଆଣୁଛି। ଆପଣ ଏଇଠି ଦେଖନ୍ତୁ ଫ୍ରେଣ୍ଡ, ବହୁତ ସାରା ଏଇଠି ଡଷ୍ଟ ଏଇଠି ଜମା ହେଇଛି। ତ ଏଇ ପାଣିକୁ ଆମେ ପକେଇଦବା ଆଉ 2 ଥର ଧୋଇକି ମୁଁ ତାପରେ ଆପଣଙ୍କ ସାମ୍ନାକୁ ଏଇଠି ଆଣି ଆସୁଛି। ତ ଏଇଟା ଥିଲା ଆପଣଙ୍କର ଟିପ୍ସ ନମ୍ବର 1। ଟିପ୍ସ ନମ୍ବର 2 ଦେଖିବା ପୂର୍ବରୁ ମୁଁ ଆପଣଙ୍କୁ କହି ରଖୁଛି, ଯଦି ଆପଣ ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ସବସ୍କ୍ରାଇବ କରିକି ବେଲ ନୋଟିଫିକେସନ ଅନ୍ କରିଦିଅନ୍ତୁ ଏହିପରି ଭାବରେ ନୂଆ ନୂଆ ଭିଡିଓ ଦେଖିବା ପାଇଁ। ଦେଖନ୍ତୁ ଫ୍ରେଣ୍ଡ, ଶାଗକୁ ମୁଁ ଏଇଠି 4 ଥର ଧୋଇ ଦେଇଛି। ଧୋଇ ସାରିଲା ପରେ ଶାଗକୁ ଏଇଠି ବହୁତ ବଢିଆ ଭାବରେ ଟିକେ ପାଣିରୁ ଛାଣି ଦେଇଛି। ମାନେ ମୁଁ ଏଇଠି ଗୋଟେ ଜାଲିରେ ରଖିଦେଇଥିଲି, ଯାହାଦ୍ୱାରା ପାଣିଟା ଆମର ଏକ୍ସେସ ପାଣି ସବୁ ବାହାରି ଯାଇଛି। ଶାଗଟିକୁ ଆପଣ ପନିକି କିମ୍ବା ଛୁରୀ ସାହାଯ୍ୟରେ ଯେକୌଣସି ସାହାଯ୍ୟରେ କାଟି ପାରିବେ। ଏଇଠି ମୁଁ ଏହିପରି ଭାବରେ ଛୋଟ ଛୋଟ କରିକି କାଟି ଦଉଛି। ଆପଣଙ୍କର ଯଦି ପୁରା କଅଁଳିଆ ପତ୍ର ଅଛି, ଆପଣ ଚାହୁଁଛନ୍ତି ତ ସେମିତି ରଖିପାରିବେ। ନହେଲେ ଆପଣ ୟାକୁ ଏହିପରି ଭାବରେ ପୁରା ଚୁନ ଚୁନ କରିକି କାଟି ଦିଅନ୍ତୁ। ଆପଣ ଚାହିଁଲେ ଫ୍ରେଣ୍ଡ କଇଁଚିର ବି ମଧ୍ୟ ଏଇଠି ୟୁଜ କରିପାରିବେ, କିନ୍ତୁ ଆପଣ ଏଇଠି ଛୁରୀ କିମ୍ବା ପନିକି ସାହାଯ୍ୟରେ କାଟିଲେ ବହୁତ ସହଜରେ କଟି ଯାଇଥାଏ। ତେଣୁକରି ଆପଣଙ୍କୁ ଯେକୌଣସି ଜିନିଷ ସୁବିଧା ଲାଗୁଛି କାଟିବାରେ ଆପଣ ତାକୁ ୟୁଜ ମଧ୍ୟ କରିପାରିବେ। ଦେଖନ୍ତୁ ଫ୍ରେଣ୍ଡ, ଏହିପରି ଭାବରେ ଛୋଟିଆ ଛୋଟିଆ କରିକି ଶାଗ କାଟି ଦିଅନ୍ତୁ। ଯଦି ମୋଟା ଡାଙ୍ଗ ଅଛି, ଆପଣଙ୍କୁ ଡାଙ୍ଗ ପସନ୍ଦ ନୁହଁ, ତ ଆପଣ ଡାଙ୍ଗଟାକୁ କାଟିକି ମଧ୍ୟ ପକେଇ ପାରିବେ। ଯଦି ପୁରା କଅଁଳିଆ ଡାଙ୍ଗ ଅଛି ତ ନିହାତି ଭାବରେ ଏଇଟା ନିଅନ୍ତୁ, ଫୋପାଡନ୍ତୁ ନାହିଁ। କାହିଁକି ନା ବହୁତ ସାରା ଭିଟାମିନ ଥାଏ। ପାଳଙ୍ଗ ପତ୍ରଠୁ ଅଧିକ ପାଳଙ୍ଗ ଡାଙ୍ଗରେ ଭିଟାମିନ ଥାଏ। ତେଣୁକରି ଫ୍ରେଣ୍ଡ, ପାଳଙ୍ଗ ଡାଙ୍ଗକୁ ନ ପକେଇବା ପାଇଁ ଚେଷ୍ଟା କରନ୍ତୁ। ଆଉ ଯଦି ଆପଣଙ୍କୁ ଲାଗୁଛି କି ନାଇଁ ମୋଟା ହେଲେ ଖାଇବାରେ ଭଲ ଲାଗିବନି, ତାକୁ ପୁରା ପତଲା ପତଲା କରିକି କାଟି ଦିଅନ୍ତୁ ଡାଙ୍ଗକୁ। ଆଉ ଟିକେ ଅଧିକ ସମୟ ସିଝିଥାଏ, ଆଉ ଖାଇବାରେ ମଧ୍ୟ ବଢିଆ ଟେଷ୍ଟ ଲାଗିଥାଏ। ତ ଦେଖିପାରୁଥିବେ ଫ୍ରେଣ୍ଡ, ଆମେ ଏଇଠି ପାଳଙ୍ଗ ଶାଗ କରୁଛେ। ପାଳଙ୍ଗ ଶାଗରେ ବହୁତ ସାରା ଭିଟାମିନ ସି ଭରପୁର ମାତ୍ରାରେ ଥାଏ, ଯୋଉଟା କି ଆମ ଦେହକୁ ସୁସ୍ଥ ରଖେ ଆଉ ବ୍ରେନ ଡେଭଲପମେଣ୍ଟ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଦେଖିପାରୁଥିବେ ଫ୍ରେଣ୍ଡ, ଏଇଠି ଆମର ପାଳଙ୍ଗ ଶାଗ ଆମ ହେୟାର ପାଇଁ ବି ମଧ୍ୟ ବହୁତ କାମ କରିଦେଇଥାଏ। ଦେଖିପାରୁଥିବେ ଫ୍ରେଣ୍ଡ, କଥାରେ କଥାରେ ଆମେ ପାଳଙ୍ଗ ଶାଗର ବହୁତ ସାରା ଉପକାରିତା ବି ମଧ୍ୟ ଜାଣିଦେଲେଣି। ଏବେ ପାଳଙ୍ଗ ଶାଗକୁ ଆମେ ଟିକେ ସାଇଡ କରିଦବା। ବହୁତ ବଢିଆ ଭାବରେ ଏହିପରି ଭାବରେ ଚୁନ ଚୁନ କରିକି କାଟିଦବାର ଅଛି। କାଟି ସାରିଲା ପରେ ୟାକୁ ଆମେ ଟିକେ ସାଇଡ କରିଦବା। ସବୁବେଳେ ମନେ ରଖିବେ ଫ୍ରେଣ୍ଡ, ଶାଗକୁ ଆପଣ ଯେକୌଣସି ବଡ ଜାଗାରେ ରଖନ୍ତୁ। କାହିଁକି ନା ଶାଗଟା ଯେପର୍ଯ୍ୟନ୍ତ ଓଦା ଥାଏ ତ ସେ ଟିକେ ଫୁଲିକି ଥାଏ। ତ ଆପଣ ଯଦି ଛୋଟ ଜାଗାରେ ରଖିବେ ତ ପଡିଯିବାର ଆଶଙ୍କା ଥାଏ। ଏଇଠି ଦେଖନ୍ତୁ ଫ୍ରେଣ୍ଡ, ଶାଗରେ ଆମେ ଏଇଠି ୟୁଜ କରିବା ପାଇଁ ମୁଁ ଏଇଠି ନେଇଯାଇଛି
କଞ୍ଚା ଲଙ୍କା ଏଠି 4ଟା ବଡ କଞ୍ଚା ଲଙ୍କା ନେଇଯାଇଛି, ତାକୁ ମୁଁ ଗୋଲ ଗୋଲ କରିକି କାଟି ଦେଉଛି। ଫ୍ରେଣ୍ଡ ଆପଣଙ୍କୁ ଏଇ ରେସିପିରେ ସବୁତକ ଜିନିଷ ଛୋଟ ଛୋଟ ଆକାରରେ କାଟିବାକୁ ପଡିବ। ଯଦି ଆପଣ ଚାହୁଁଛନ୍ତି ବଡ ବଡ ରଖିପାରିବେ, କିନ୍ତୁ ଛୋଟ ଛୋଟ ଏଇପରି ଭାବରେ କାଟିଲେ ବହୁତ ବଢିଆ ଭାବରେ ଆମର ଟେଷ୍ଟ ଲାଗିଥାଏ ଆଉ ପ୍ରପର ସାଇଜ ମଧ୍ୟ ଏଠି ମିଳିଥାଏ। ଫ୍ରେଣ୍ଡ ଏଇଠି ମୁଁ ଗୋଟେ ଟମାଟୋ ନଉଛି, ଯଦି ଆପଣଙ୍କୁ ଟମାଟୋ ପସନ୍ଦ ନୁହଁ ତ ଆପଣ ଟମାଟୋ ମଧ୍ୟ ସ୍କିପ୍ କରିପାରିବେ, କିନ୍ତୁ ମୋ ଅନୁସାରେ ଫ୍ରେଣ୍ଡ ଆପଣ ଥରେ ବନେଇକି ଦେଖନ୍ତୁ ଏଇପରି ଭାବରେ। ମୁଁ ଗ୍ୟାରେଣ୍ଟି ଦେବି ଆପଣଙ୍କୁ, ଆପଣ ଏଇପରି ଭାବରେ ଥରେ ବନେଇଲେ ବାରମ୍ବାର ବନେଇବେ। ଏଇଠି ଦେଖନ୍ତୁ ଫ୍ରେଣ୍ଡ ମୁଁ ଗୋଟେ ଛୋଟ ପିଆଜଟେ ନେଇଛି, ପିଆଜ ଚୋପା ମୁଁ ଏଠି ଛଡେଇ ନେଇଥିଲି, ତାକୁ ମୁଁ ଏଠି ପୁରା ଚୁନ ଚୁନ କରିକି କାଟି ଦଉଛି। ଫ୍ରେଣ୍ଡ ଏଇଠି ପିଆଜ ଟାକୁ ବଡ ଦେବେନି, ପୁରା ଚୁନ ଚୁନ କରି କାଟିବେ। ଯଦି ଆପଣ ଛୋଟ କାଟି ଆସୁନି ତ ଆପଣ ବଡ କାଟି ପାରିବେ, କିନ୍ତୁ ଯଦି କାଟି ଆସୁଛି ତ ନିହାତି ଭାବରେ ଫ୍ରେଣ୍ଡ ଛୋଟ ଛୋଟ ଏଇଠି କାଟି ନିଅନ୍ତୁ। ଇଏ ଦେଖନ୍ତୁ ଫ୍ରେଣ୍ଡ ଆମେ ଏଇପରି ଭାବରେ ଛୋଟ ଛୋଟ କରିକି ପିଆଜଟି ମଧ୍ୟ କାଟି ନବା। ଇଏ ଦେଖନ୍ତୁ ଫ୍ରେଣ୍ଡ ଆମର ପିଆଜଟି ମଧ୍ୟ ବହୁତ ବଢିଆ ଭାବରେ କାଟି ହେଇ ଗଲାଣି। ୟାକୁ ଆମେ ଫ୍ରେଣ୍ଡ ସାଇଡ କରିଦବା। ଆମେ ଏବେ ନେଇଯାଇଛେ 7ରୁ 8 କୋଲା ରସୁଣ, ଯାହାର ଚୋପା ଆମେ ଛଡେଇ ନେଇଛେ, ତାକୁ ପୁରା ଚପ ଚପ କରିକି ଏଇପରି ଭାବରେ ରାଉଣ୍ଡ ରାଉଣ୍ଡ କରିକି କାଟିଦବା। ଇଏ ଦେଖନ୍ତୁ ଫ୍ରେଣ୍ଡ ଆମର ବହୁତ ବଢିଆ ଭାବରେ ଛୋଟ ଛୋଟ ସବୁ ପିସ୍ କରିକି ଆମେ ଏଠି କାଟି ନେଇଛେ। ଏଇପରି ଭାବରେ ଆପଣଙ୍କୁ କାଟିଦବାର ଅଛି। ଏବେ ଚାଲନ୍ତୁ ଫ୍ରେଣ୍ଡ ଯିବା କଡେଇ ପାଖକୁ। କଡେଇରେ ଆମେ ଏଠି ଦେଇଦେଲେ ସୋରିଷ ତେଲ। ଆପଣ ଚାହିଁଲେ ଫ୍ରେଣ୍ଡ ଏଠି ରିଫାଇନ ତେଲ ୟୁଜ କରିପାରିବେ, କିନ୍ତୁ ଫ୍ରେଣ୍ଡ ଏଇ ଶାଗରେ ଯଦି ଆପଣ ସୋରିଷ ତେଲ ଦଉଛନ୍ତି ତ ଆହୁରି ବଢିଆ ଟେଷ୍ଟ ଆସିଥାଏ। ଏବେ ଦେଇ ଦଉଛି ଆମେ ଜିରା। ଜିରା ଟିକେ ବହୁତ ବଢିଆ ଭାବରେ ଫୁଟି ଯିବାକୁ ଛାଡିଦବା। ଫ୍ରେଣ୍ଡ ଆପଣ ଚାହିଁଲେ ଯଦି ଜିରା ଶାଗରେ ଖାଉନାହାନ୍ତି ତ ଆପଣ ଏଇଠି କେବଳ ସୋରିଷ ଦେଇପାରିବେ, ନହେଲେ ଆପଣ ଏଇଠି ଦିଟା ଯାକ ମଧ୍ୟ ମିଶେଇକି ଦେଇପାରିବେ। ଏଇଠି ମୁଁ ନେଇଯାଇଛି ଫ୍ରେଣ୍ଡ କଟା ହେଇ ରଖିଥିବା ଆମର ରସୁଣ, ଯୋଉଟା କି ଆମେ ବହୁତ ବଢିଆ ଭାବରେ ଗୋଲ ଗୋଲ କରିକି କାଟିକି ରଖିଦେଇଥିଲେ, ସେଇ ରସୁଣ ମୁଁ ଏଇଠି ନେଇଯାଇଛି। ରସୁଣ ଟିକେ ଜଷ୍ଟ ଗୋଟେ ସେକେଣ୍ଡ ପାଇଁ ଛାଡିଦବା, ତାପରେ ଆମେ ଏଇଠି ନେଇଯିବା ପିଆଜ। ଯୋଉ ପିଆଜଟା ଆମେ ଏଠି କାଟିକି ରଖିଥିଲେ ସେଇ ପିଆଜଟି ଆମେ ଦେଇଦବା। ଏବେ ରସୁଣ ଆଉ ପିଆଜକୁ ବହୁତ ବଢିଆ ଭାବରେ ତେଲରେ ଆମେ ଏଇପରି ଭାବରେ ଭାଜି ଦବା। ଏବେ ଦେଖିପାରୁଥିବେ ଫ୍ରେଣ୍ଡ ପିଆଜଟା ଆମର ବହୁତ ବଢିଆ ଭାବରେ ମଧ୍ୟ କଲର ବି ଚେଞ୍ଜ କରିଦଉଛି ଆଉ ବହୁତ ବଢିଆ ବାସ୍ନା ବି ଆଉ ଆସିବ। ଏବେ ଦେଖନ୍ତୁ ଫ୍ରେଣ୍ଡ ଆପଣ ଯଦି ବିନା ପିଆଜ ରସୁଣ ବାଲା ତ ଆପଣ ଏଇଠି ବିଲକୁଲ ଭାବରେ ପିଆଜ ରସୁଣ ସ୍କିପ୍ କରି ଦିଅନ୍ତୁ। ଏଇଠି ମୁଁ ନେଇଯାଇଛି ଫ୍ରେଣ୍ଡ ଏଇଠି 4ଟା ବଡ କଞ୍ଚା ଲଙ୍କା ନେଇଯାଇଥିଲି, ଯୋଉଟା କି ଆପଣଙ୍କୁ ଦେଖେଇଥିଲି। ସେ କଞ୍ଚା ଲଙ୍କା ଗୋଲ ଗୋଲ କରି କାଟିକି ନେଇଯାଇଥିଲି। ଆପଣ ଯଦି ଚାହୁଁଛନ୍ତି ଶୁଖିଲା ଲଙ୍କା ମଧ୍ୟ ଆଡ କରିପାରିବେ। ଗୋଟିଏ ଏଇଠି ମୁଁ ନେଇଯାଇଛି ଟମାଟୋ। ଟମାଟୋକୁ ଛୋଟ ଛୋଟ ପିସ୍ କରିକି ମୁଁ ଏଇଠି କାଟି ନେଇଥିଲି। ଏଇଠି ପାଚିଲା ଟମାଟୋ ନେଇଛି, ଆପଣ ଏଠି ପାଚିଲା ଟମାଟୋ ନେବେ। ଯଦି ଟମାଟୋ ପସନ୍ଦ ନୁହଁ ତ ସ୍କିପ୍ କରିପାରିବେ, କିନ୍ତୁ ଟେଷ୍ଟ ଆସିବା ପାଇଁ ତ ଟମାଟୋ ନିହାତି ଭାବରେ ଦିଅନ୍ତୁ। ଆଉ ଏଇଠି ମୁଁ ନେଇଯାଇଛି କଞ୍ଚା ମଟର, ଯୋଉଟା କି ଗ୍ରୀନ ମଟର ଆମେ କହୁ। ଶୀତ ଦିନିଆ ମଟରଟା ବହୁତ ବଢିଆ ଭାବରେ ମିଳିଥାଏ ଆଉ ଖାଇବାରେ ମଧ୍ୟ ଟେଷ୍ଟ ଲାଗିଥାଏ। ତ ସେଇ ମଟର ମୁଁ ଏଇଠି ନେଇଯାଇଛି ଆଉ ସ୍ୱାଦ ଅନୁସାରେ ଏଇଠି ମୁଁ ଲୁଣ ଦେଇଦେଇଛି। ତ ଫ୍ରେଣ୍ଡ ଏଇଠି ଆପଣ ମାନେ ଭାବିବେ ମଟରର କେମିତି ଗଜା ହେଇଯାଇଛି, ତ ଆପଣଙ୍କୁ ଯଦି ଏଇପରି ଭାବରେ ମଟରର ଗଜା କରିବା ପାଇଁ ଚାହୁଁଛନ୍ତି ତ ଟିପ୍ସ ନମ୍ବର 2 ହଉଛି କି ଆପଣ ମଟରକୁ ଛଡେଇ ଦିଅନ୍ତୁ। ମଟରକୁ ତା ଚୋପାଠୁ ଅଲଗା କରିଦିଅନ୍ତୁ। ଅଲଗା କରିସାରିଲା ପରେ ଯେକୌଣସି ପ୍ଲାଷ୍ଟିକ ଡବାରେ ଆପଣ ମଟରଟିକୁ ରଖିଦିଅନ୍ତୁ। ରଖି ସାରିବାର 3ରୁ 4 ଦିନ ଭିତରେ ଆପଣ ଦେଖିପାରିବେ, ଫ୍ରିଜରେ ରଖିବାକୁ ପଡିବ ଆପଣଙ୍କୁ। 3ରୁ 4 ଦିନ ପରେ ଆପଣ ଦେଖିବେ ଗଜା ହେଇଯାଇଛି। ଯଦି ଆପଣ ଚାହୁଁଛନ୍ତି ଗିନାରେ ରଖିପାରିବେ, କିନ୍ତୁ ତା ଉପରେ ଯେକୌଣସି ଜିନିଷ କଭର କରିବେ। ଇଏ ଦେଖନ୍ତୁ ଫ୍ରେଣ୍ଡ କଥାରେ କଥାରେ ଆମେ ଏଇଠି ଦେଇଦେଇଛେ ଜିରା ଗୁଣ୍ଡ 1/2 ଚାମଚ। ଫ୍ରେଣ୍ଡ ଏଇଠି ଆଉ ଟିକେ ବାସ୍ନା ଆସିବା ପାଇଁ ଆମେ ଏଇଠି ନେଇଯାଇଛେ ଧନିଆ ଗୁଣ୍ଡ 1/2 ଚାମଚ। ଫ୍ରେଣ୍ଡ ଯଦି ଆପଣଙ୍କ ପାଖରେ ଦୁଇଟା ଯାକ ଜିନିଷ ନାହିଁ ତ ଜିରା ଧନିଆ ଗୁଣ୍ଡ ଆପଣ ମଧ୍ୟ ସ୍କିପ୍ କରିପାରିବେ, କିନ୍ତୁ ଆପଣଙ୍କୁ ଏଇଠି ଭେଜିଟେବୁଲ ମସଲା ଆଡ କରିଦେବାର ଅଛି। ଯଦି ଜିରା ଓ ଧନିଆ ଗୁଣ୍ଡ ନାହିଁ ତ ଆପଣ ସ୍କିପ୍ କରିକି ଭେଜିଟେବୁଲ ମସଲା ଆଡ କରିବେ। ଯଦି ଆପଣ ଯେକୌଣସି ମସଲା କିଛି ବି ପକେଇବା ପାଇଁ ଚାହୁଁନାହାନ୍ତି ତ ଆପଣ ନ ପକେଇଲେ ମଧ୍ୟ ଚଳିବ। ଏଠି ସ୍ୱାଦ ଅନୁସାରେ ଆମେ ନେଇଯାଇଛେ ଟିକେ ଲଙ୍କାଗୁଣ୍ଡ। ଲଙ୍କାଗୁଣ୍ଡ ବହୁତ ଅଳ୍ପ ନେଇଛେ, କାହିଁକି ନା ଫ୍ରେଣ୍ଡ ଆମକୁ ଏଇଠି କଞ୍ଚା ଲଙ୍କା ଦେଇଛି, ତେଣୁକରି ଲଙ୍କାଗୁଣ୍ଡ ଅଳ୍ପ ନେଇଛେ। ହଳଦୀ ଟିକେ ଜଷ୍ଟ ନେଇଛେ କଲର ଆସିବା ପାଇଁ। ବାକି ଆପଣ ଯଦି ଚାହୁଁଛନ୍ତି ଶାଗରେ ମଧ୍ୟ ସ୍କିପ୍ କରିଲେ ବି ହଳଦୀ ଚଳିଥାଏ। ଦେଖନ୍ତୁ ଫ୍ରେଣ୍ଡ ବହୁତ ସହଜରେ ଏଇଠି ଆମେ ଏଇଠି ମିକ୍ସ କରିଦେଇଛେ ଆମରି ମଟର ଆଉ ବେସନ। ଏବେ ଆମେ ଦବା। ଏଇଠି ଦେଖନ୍ତୁ ଫ୍ରେଣ୍ଡ ବେସନ ମୁଁ ନେଇଯାଇଛି 1.5 ଚାମଚ। ବଡ ଚାମଚରେ ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ମୁଁ ଏଇଠି 1.5 ଚାମଚ ନେଇଛି ବେସନ, ଯୋଉଟା କି ଆପଣଙ୍କ ପାଇଁ ହଉଛି ଟିପ୍ସ ନମ୍ବର 3, ଯୋଉଟା କି ସିକ୍ରେଟ ଅଛି ଫ୍ରେଣ୍ଡ। କାହିଁକି ନା ଏଇ ଟିପ୍ସ ଟା କେହି ଆପଣଙ୍କୁ କୁହନ୍ତିନି। ଯେତେବେଳେ ଆପଣ ହୋଟେଲ ଢାବାରେ ଖାଇଯାଆନ୍ତି ତାଙ୍କର ଶାଗର ଗୋଟେ ଅଲଗା ପ୍ରକାର ବାସ୍ନା ଆସିଥାଏ, ଆପଣ ଜାଣିଥିବେ। ତ ଇଏ ହଉଛି ସେଇଆ ଫ୍ରେଣ୍ଡ।
ଶାଗ ବାସ୍ନା ଆସିବ ଆଉ ବହଳିଆ ଲାଗିବା ପାଇଁ ଆପଣ ସବୁବେଳେ ଏଇଠି ବେସନ ୟୁଜ କରନ୍ତୁ। ଦେଖନ୍ତୁ ଫ୍ରେଣ୍ଡ ଏଇଠି ମୁଁ ବେସନ ୟୁଜ କରିଛି ଆଉ ପାଳଙ୍ଗ ଶାଗରେ ବେସନ ୟୁଜ କଲେ ତାର ଟେଷ୍ଟ ତ ଦୁଇ ଗୁଣା ହେଇଯାଏ। ତା ସହିତ ଫ୍ରେଣ୍ଡ ଏଇଟା ଆହୁରି ବହୁତ ହି ସାରା ଟେଷ୍ଟ ହିଁ ଲାଗିଥାଏ। ଦେଖନ୍ତୁ ଫ୍ରେଣ୍ଡ ବେସନକୁ 2 ମିନିଟ ଏହିପରି ଭାବରେ ଟିକେ ଆମେ ଭାଜି ଦବା। ଭାଜି ଦେଇକି ଏହିପରି ଭାବରେ ଟିକେ ଜଷ୍ଟ ହାଲକା କିଛି ସେକେଣ୍ଡ ପାଇଁ ଆମକୁ ଏଠି କଡେଇରେ ଛାଡିଦବାର ଅଛି, ତାକି ବେସନ ଟା ଟିକେ ବହୁତ ବଢିଆ ଭାବରେ ଭାଜି ହେଇଯାଇଥାଉ ଆଉ ତାର ଫ୍ଲେଭର ସବୁ ଏଇଠି ପଶି ଯାଉଥାଉ। ଏହିପରି ଭାବରେ ଫ୍ରେଣ୍ଡ ଆପଣ ଦେଖନ୍ତୁ 2 ମିନିଟ ପର୍ଯ୍ୟନ୍ତ ଆପଣଙ୍କୁ ଏଇଠି ବେସନ ଟି ଟିକେ ଭାଜି ଦବାର ଅଛି। ଇଏ ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ବଢିଆ ଭାବରେ ଆମେ ଭାଜି ସାରିଲେଣି ଆଉ ଇଏ ଆମର ରେଡି ହେଇଗଲାଣି କଷା। ଏବେ ଆମେ ଦେଇଦବା ଏଇଠି ପାଣି। ପାଣି ଫ୍ରେଣ୍ଡ ଦେଖିପାରୁଥିବେ ମୁଁ ଏଇଠି ଅଧ କପ୍ ହବ ଦେଇଛି, ବେଶୀ ମୁଁ ଏଇଠି ପାଣି ଦେଇନି। ପାଣି ଏଇଠି ଆପଣଙ୍କୁ ଅଧ କପ୍ ହବ ଦବାର ଅଛି। ପାଣି ଦେଇକି ଟିକେ ଏହିପରି ଭାବରେ ଆପଣଙ୍କୁ ମିକ୍ସ କରିଦବାର ଅଛି। ମିକ୍ସ କରିଦେଲେ ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ଇଏ ବହଳିଆ ହେଇଯିବ। ଇଏ ଉପରେ ଆମେ ଦେଇଦବା ଶାଗ। ଏଇଠି ଫ୍ରେଣ୍ଡ ଆମେ ଦେଖିପାରୁଥିବେ କଟା ହେଇ ରଖିଥିବା ପାଳଙ୍ଗ ଶାଗ ଯୋଉଟା କି ମୁଁ ଆପଣଙ୍କୁ ଦେଖେଇଥିଲି, ସେଇ ଶାଗଟି ଏଇଠି ମୁଁ ଦେଇ ଦଉଛି। ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ହି ସଫ୍ଟ ଦେଖାଯାଉଛି ଶାଗଟା। ଆପଣ ଯେତେବେଳେ ମାର୍କେଟକୁ ଯାଆନ୍ତୁ ପତଲା ମାନେ ପୁରା ନରମ ନରମ ପତ୍ର ବାଛିକି ଆଣନ୍ତୁ, ଯୋଉଟା ଖାଇବାରେ ମଧ୍ୟ ଆହୁରି ଟେଷ୍ଟ ଲାଗିଥାଏ। ଏ ଦେଖନ୍ତୁ ଫ୍ରେଣ୍ଡ ଆମେ ବହୁତ ବଢିଆ ଭାବରେ ଭାଜି ଦେଇଛି। ଏହିପରି ଭାବରେ ଆପଣଙ୍କୁ ମିଶେଇ ଦବାର ଅଛି। ଦେଖନ୍ତୁ ଫ୍ରେଣ୍ଡ ଯୋଉ ବେସନ ଘୋଳ ଆଉ ଆମର ଏଇ ଶାଗଟିକୁ ବହୁତ ବଢିଆ ଭାବରେ ମିଶେଇ ଦିଅନ୍ତୁ। ଫ୍ରେଣ୍ଡ ଆପଣ ଚାହିଁଲେ ଏଇଠି ଗୋଟା ପତ୍ର ମଧ୍ୟ ଦେଇପାରିବେ ନ କାଟିକି, କିନ୍ତୁ ନ କାଟିକି ଗୋଟା ପତ୍ର ଦେଲେ ସେଟା ଖାଇବାରେ ଟିକେ ଅବାଗିଆ ଲାଗିଥାଏ। ତେଣୁକରି ଫ୍ରେଣ୍ଡ ଆମେ ଏଠି ଛୋଟ ଛୋଟ ପିସ୍ କରିକି କାଟିକି ଦେଇଛେ। ଏ ଦେଖନ୍ତୁ ଫ୍ରେଣ୍ଡ ଏହିପରି ଭାବରେ ଟିକେ ମିଶେଇ ଦବା। ଆପଣଙ୍କୁ ଏଇ ଷ୍ଟେଜରେ ପାଣି ଦବାର ନାହିଁ, ପ୍ରଥମେ ଆପଣ ଟିକେ ମିଶେଇ ଦିଅନ୍ତୁ ବେସନ ସହିତ ଶାଗ ଟିକେ ବହୁତ ବଢିଆ ଭାବରେ ମିଶେଇ ଦିଅନ୍ତୁ। ମିଶି ଗଲା ପରେ ହିଁ ଆପଣଙ୍କୁ ଏଠି ଧ୍ୟାନ ଦବାର ଅଛି, ଆପଣ ଏଇଠି ପାଣି ଦେବେ। ନହେଲେ ତା ପୂର୍ବରୁ ଆପଣ ପାଣି ଦେବେ ନାହିଁ। ଦେଲେ କଣ ହେଇଥାଏ ଶାଗ ଆଉ ବେସନରେ ମିଶିବା ଦ୍ଵାରା ଟିକେ କଞ୍ଚାଳିଆ ଲାଗିଥାଏ ଆଉ ଟିକେ ଫ୍ଲେଭର ଟା ମଧ୍ୟ ଆସିନଥାଏ। ତେଣୁକରି ପ୍ରଥମେ ମିଶେଇ ଦିଅନ୍ତୁ। ମିଶେଇ ସାରିଲା ପରେ ହିଁ ଆପଣ ଏଇଠି ପାଣି ଦିଅନ୍ତୁ। ପାଣି ବେଶୀ ଦବାର ନାହିଁ ଫ୍ରେଣ୍ଡ, ମନେ ରଖିବେ ଗୋଟିଏ କପ ରେ କପ୍ ଇଏ ହବ ପାଣି ନେବେ। ମୁଁ ଏଇଠି ଗୋଟେ କପ ରେ କପ୍ ଇଏ ହବ ପାଣି ନେଇଛି। ନେଇକି ଏହିପରି ଭାବରେ ଏଇଠି ମିକ୍ସ କରି ଦେଇଛି। ଇଏ ଦେଖନ୍ତୁ ଫ୍ରେଣ୍ଡ ୟାକୁ ଆମେ ବହୁତ ବଢିଆ ଭାବରେ ଏଇଠି ଘୋଡେଇ ଦବା। ଘୋଡେଇ ଦେଇକି ୟାକୁ ଆମେ କେବଳରୁ କେବଳ 3 ରୁ 4 ମିନିଟ ପାଇଁ ଛାଡିଦବା ଫ୍ରେଣ୍ଡ। ଏଇଠି ଲୋ ଫ୍ଲେମ ରେ ମୁଁ ରଖିଛି। ଶାଗଟା ବହୁତ ସଫ୍ଟ ଥାଏ, ତେଣୁକରି ବହୁତ ଜଲ୍ଦି ସିଝି ଯାଇଥାଏ। ତେଣୁକରି ଫ୍ରେଣ୍ଡ ଏଇଠି ମୁଁ 3 ରୁ 4 ମିନିଟ ପାଇଁ ଘୋଡେଇକି ରଖିଦେଇଥିଲି ଲୋ ଫ୍ଲେମ ରେ। ଏବେ ଆମେ କଭର ହଟେଇ ଦବା। କଭର ହଟେଇ ସାରିଲା ପରେ ଦେଖିପାରୁଥିବେ ଫ୍ରେଣ୍ଡ ଏଇଠି ଆମର ଶାଗଟି ରେଡି ହେଇଯାଇଛି। ଏବେ ଫ୍ରେଣ୍ଡ ଆପଣଙ୍କୁ ମୁଁ ଗୋଟେ ଟ୍ରିକ୍ସ କହିବି ଯୋଉଟା କି ଆପଣ ଆଗରୁ ଜାଣି ନଥିବେ। ଫ୍ରେଣ୍ଡ ଯଦି ଆପଣ ଚାହୁଁଛନ୍ତି କି ଲୁଣଟି ଆପଣ ଠିକ ପକଉଛନ୍ତି କି ଲୁଣିଆ ହେଇଯାଉଛି ତ ଆପଣ ଜାଣିପାରୁନାହାନ୍ତି, ତ ପ୍ରଥମେ ଆମେ ତ ଅଳ୍ପ ଲୁଣ ପକେଇଥିଲେ, ଏବେ ଆମେ ଆଉ ଟିକେ ଲୁଣ ପକେଇବା। ବହୁତ ଲୋକ କଣ କରନ୍ତି ଶାଗରେ ଲୁଣ ପକେଇବାଟା ଜାଣିନଥାନ୍ତି ଆଉ ବହୁତ ଲୋକଙ୍କର କହିଥାଏ ଶାଗ ଟିକେ ଲୁଣିଆ ହେଇଯାଇଥାଏ। ତେଣୁକରି ଫ୍ରେଣ୍ଡ ପ୍ରଥମେ ଅଳ୍ପ ଲୁଣ ଦେବେ, ତା ପଛରେ ଯଦି ଆଉ ଟିକେ ଅଲଣା ଲାଗୁଛି ତ ଆଉ ଟିକେ ଲୁଣ ଦେବେ। ଯେମିତିକି ମୁଁ ଆପଣଙ୍କୁ ସ୍କ୍ରିନରେ ଦେଖେଇଲି ଠିକ ସେହିପରି ଭାବରେ ଆପଣଙ୍କୁ ଏଇଠି ଲୁଣ ଆଡ କରିବାର ଅଛି। ଲୁଣ ଆଡ କରିକି ଟିକେ ଜଷ୍ଟ ହାଲକା ମିକ୍ସ କରିଦିଅନ୍ତୁ। ଇଏ ହେଇଗଲାଣି ଫ୍ରେଣ୍ଡ ଆମର ଶାଗଟି ରେଡି। ଏବେ କରିବାର ଆପଣଙ୍କୁ କଣ ଅଛି, ଗ୍ୟାସ ଟିକୁ ପୁରା ବନ୍ଦ କରିଦିଅନ୍ତୁ। ତା ଉପରେ ଦେଇ ଦିଅନ୍ତୁ ଧନିଆ ପତ୍ର। ଯଦି ଧନିଆ ପତ୍ର ଅଛି ଦିଅନ୍ତୁ, ଯଦି ନାହିଁ ତ ସ୍କିପ୍ ମଧ୍ୟ କରିପାରିବେ। ୟାକୁ ଆପଣ ରୁଟି, ପରଟା, ପୁରୀ, ପଖାଳ ଭାତ, ଗରମ ଭାତ ସହିତ ଖାଇପାରିବେ। ବହୁତ ହି ଟେଷ୍ଟ ଲାଗିଥାଏ ଖାଇବାରେ ଆଉ ବହୁତ ମଜାଦାର ଲାଗିଥାଏ। ଆଉ ଯଦି ଆପଣ ଏଇଟାକୁ ଥରିଏ ବନେଇ ଦେଲେ ଗ୍ୟାରେଣ୍ଟି ମୋର, ମୁଁ ହିଁ କହୁଛି ଆପଣଙ୍କୁ, ଆପଣ ୟାକୁ ବାରମ୍ବାର ବନେଇବେ ଆଉ ଖାଇବେ। ଆଉ ଯୋଉମାନେ ଶାଗ ଖାଇବାକୁ ପସନ୍ଦ କରନ୍ତିନି କିମ୍ବା ଯୋଉମାନେ ଶାଗ ଖାଇବାକୁ ଅଧିକ ପସନ୍ଦ କରନ୍ତି ସେଇମାନଙ୍କୁ ହିଁ ଆଜି ସେୟାର କରିଦିଅନ୍ତୁ, ତାକି ସେଇମାନେ ବି ଦେଖି ନିଅନ୍ତୁ ପାଳଙ୍ଗ ଶାଗର ଏହିପରି ଭାବରେ ଗୋଟେ ମଜାଦାର ନୂଆ ରେସିପି ଯୋଉଟା କି ଥରିଏ ବନେଇଲେ ବାରମ୍ବାର ଖାଇବାକୁ ଇଚ୍ଛା ହେଉଥାଏ। ଦେଖନ୍ତୁ ଫ୍ରେଣ୍ଡ ସମସ୍ତଙ୍କୁ ଶାଗ ଖାଇବା ଦରକାର, ତେଣୁକରି ଫ୍ରେଣ୍ଡ ଯୋଉମାନେ ଖାଉନାହାନ୍ତି ସେଇମାନଙ୍କୁ ସେୟାର କରନ୍ତୁ, ତାକି ସେମାନେ ଏହିପରି ଭାବରେ ମଜାଦାର ଶାଗ ବନେଇକି ଖାଇପାରିବେ। ପ୍ରୋଟିନ ଭରପୁର ମାତ୍ରାରେ ଥାଏ। ତ ଏଇଟା ଥିଲା ଫ୍ରେଣ୍ଡ ସିକ୍ରେଟ ଫୁଡ ଚ୍ୟାନେଲର ଗୋଟେ ଛୋଟିଆ ଭିଡିଓଟି, ଛୋଟିଆ ରେସିପି ଆପଣଙ୍କର ପାଇଁ। ପାଳଙ୍ଗ ଶାଗର ଏହି ରେସିପି କେହି ବନେଇ ନଥିଲେ, ମୁଁ ହିଁ ଦେଖେଇ ଦେଇଛି ବନେଇକି। ତ ଯଦି ଏପର୍ଯ୍ୟନ୍ତ ଆପଣ ସିକ୍ରେଟ ଫୁଡ 1 କୁ ସବସ୍କ୍ରାଇବ କରିନାହାନ୍ତି, ସବସ୍କ୍ରାଇବ କରିକି ବେଲ ନୋଟିଫିକେସନ ଅନ୍ କରିଦିଅନ୍ତୁ ଏହିପରି ଭାବରେ ନୂଆ ନୂଆ ଭିଡିଓ ଦେଖିବା ପାଇଁ। ମୁଁ ଆଶା କରୁଛି ଫ୍ରେଣ୍ଡ ମୋର ଏଇ ଭିଡିଓଟି ଭଲ ଲାଗିଲା ଯଦି ବେଲ ନୋଟିଫିକେସନ ଅନ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ସେଇମାନଙ୍କ ସହିତ ଯୋଉମାନେ ଆପଣଙ୍କର ପ୍ରକୃତର ବନ୍ଧୁ। ଥ୍ୟାଙ୍କ ୟୁ ଫର ୱାଚିଂ, ବାଏ ବାଏ, ଟାଟା।